ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଉ ଆଜି ନବମୀ ପୂଜାର ସମସ୍ତଙ୍କୁ ବହୁତ ସାରା ଶୁଭେଚ୍ଛା। ମୋ ଦିନ ଷ୍ଟାର୍ଟ ହେଲା ଗୋଟେ ଟେଲର୍ ଖୋଜିବାକୁ, ଯେହେତୁ ମୋର ସବୁବେଳେ ଲାଷ୍ଟ ମୋମେଣ୍ଟରେ ରହିଯାଇଥାଏ ବାକି ଷ୍ଟିଚିଂ। ବ୍ରେକଫାଷ୍ଟରୁ ଷ୍ଟାର୍ଟ ହେଲା ମୋର ବରା ଆଉ ମଟର ତରକାରୀ। ତାପରେ ଆମେ ସବୁ ବାହାରି ଗଲୁ ବୁଲିବା ପାଇଁ ପୂଜା ପଣ୍ଡାଲ। ରେଡ଼ି ହେଇକି ବାହାରିବା ପରେ ଦେଖିଲୁ ଯେ ବହୁତ ବର୍ଷା ହେଉଛି, ଆଉ କ୍ୟାବ୍ ବି ବୁକ୍ ହେଇପାରୁନି, ବହୁତ ସାରା କ୍ୟାନସଲ୍ ହେଉଛି। ତ ଫାଇନାଲି ବର୍ଷା କମିଲା ଆଉ ଆମେ ବାହାରି ଗଲୁ। ଟିକେ ବାଟ ଯାଇଛୁ, ଦେଖନ୍ତୁ ବହୁତ ଜୋରରେ ବର୍ଷା ହେଲା, ଦେଖନ୍ତୁ କିଛି ଦେଖା ବି ଯାଉନି ରୋଡ଼। ତ ଫାଇନାଲି ଆମେ ଚାନ୍ସେଲର ପ୍ରିମିୟମରେ ଶହୀଦ ନଗରରେ ପହଞ୍ଚିଗଲୁ ଲଞ୍ଚ କରିବା ପାଇଁ। ଲଞ୍ଚ ଥିଲା ବହୁତ ହି ଟେଷ୍ଟି, ଯେଉଁଟାକି ଚାନ୍ସେଲରର ସବୁବେଳେ ଅଲ୍ ଟାଇମ୍ ଫେଭରାଇଟ୍। ତ ଲଞ୍ଚ କରିକି ଆମେ ବାହାରି ଗଲୁ ଶହୀଦ ନଗର ପୂଜା ମଣ୍ଡପ ବୁଲିବା ପାଇଁ। ଶହୀଦ ନଗରରେ ଭଲ ଡେକୋରେସନ୍ ହେଇଥିଲା, କିନ୍ତୁ ଲାଷ୍ଟ ଟାଇମ୍ ଆଉ ଟିକେ ବେଶୀ ଭଲ ଲାଗିଥିଲା। ତ ଶହୀଦ ନଗର ପୂଜା ପଣ୍ଡାଲ ବୁଲିଦେଲୁ, ତାପରେ ଆମେ ବାହାରି ଗଲୁ ରସୁଲଗଡ଼ ବୁଲିବା ପାଇଁ। ରସୁଲଗଡ଼ରେ ବହୁତ ସୁନ୍ଦର ଡେକୋରେସନ୍ ହେଇଥିଲା, ପୁରା ପାହାଡ଼ ଉପରେ ମାଙ୍କର ଡେକୋରେସନ୍ ଥିଲା, ପୁରା ଅରିଜିନାଲ୍ ପ୍ଲାଣ୍ଟ ସବୁ ଲଗାଯାଇଥିଲା, ପୁରା ପାହାଡ଼ ଜଙ୍ଗଲ ଭାଇବ୍ସ ଆସୁଥିଲା, ବହୁତ ସୁନ୍ଦର ହେଇଥିଲା। ମାଆ ବି ବହୁତ ସୁନ୍ଦର ଦେଖାଯାଉଥିଲେ, ପୁରା ଗୋଲ୍ଡେନ୍ ପ୍ଲେଟେଡ୍, ପୁରା ଗୋଲ୍ଡେନ୍ ଥିମ୍ରେ ହେଇଥିଲା, ବହୁତ ସୁନ୍ଦର ହେଇଥିଲା। ତାପରେ ଆମେ ବାହାରି ଗଲୁ ନୟାପଲ୍ଲୀ ବୁଲିବାକୁ। ନୟାପଲ୍ଲୀରେ ତ ପୁରା କଥକଲି ଷ୍ଟାଇଲ୍ରେ ହେଇଥିଲା, ବହୁତ ହି କଲରଫୁଲ୍, ଆଉ ମୋତେ ବି ନୟାପଲ୍ଲୀ ବହୁତ ବେଶୀ ସୁନ୍ଦର ଲାଗିଥିଲା। ତାର ଭିତରେ ବି ବହୁତ ସୁନ୍ଦର ଡେକୋରେସନ୍ ହେଇଥିଲା। ନେକ୍ସଟ ଆମେ ଯାଇଥିଲୁ ବରମୁଣ୍ଡା ଦେଖିବା ପାଇଁ। ବରମୁଣ୍ଡାରେ ବି ପୁରା ହ୍ୱାଇଟ୍ ଥିମ୍ରେ ସଜାସଜି ହେଇଥିଲା, ଭଲ ଲାଇଟିଂ ଥିଲା, ବହୁତ ସୁନ୍ଦର ବି ଥିଲା। ବର୍ଷା ବି ଛାଡ଼ି ଯାଇଥିଲା, ତ ସେଠି ବି ଦେଖିଲୁ। ସେଠି ବି ମାଆଙ୍କର ବି ବହୁତ ସୁନ୍ଦର ମୂର୍ତ୍ତି ହେଇଥିଲା, ମାଆଙ୍କର ମୁହଁ ବହୁତ ସୁନ୍ଦର ଦେଖାଯାଉଥିଲା। ଲାଷ୍ଟକୁ ଆଇସ୍କ୍ରିମ୍ ଖାଇକି ମୋ ବୁଲାଟା ମୁଁ ଏଣ୍ଡ କଲି। ଦେଖା ହେବା ନେକ୍ସଟ ଭିଡ଼ିଓରେ। ଗୁଡ୍ ବାଏ।